কলা ভারতী 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 লো মা ভারতী 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 লো মা ভারতী 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 সেতবেলে চলুথিলা পরা রূপা টঙ্কা ভারতী 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 নোট গুড়া হেলা বেকা বেকা ভারতী 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 সাহিত্যরে বে লাগিলা কলঙ্কা ভারতী 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 পালা দেখি মনে পড়িগলা ফিকা ভারতী 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 সেতবেলে থিলা পরা বিশ্ব সঙ্গে লোকা ভারতী 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 সেতবেলের পালাকু যিয়ে দেখিছি বর্তমান যুগর পালা অনেক পার্থক্য তথাপি মধ্য এ পালা বঞ্চিছি পালাকার বঞ্চিছন্তি যে পর্যন্ত এ সংসার ଅଛି নর নারায়ণଙ୍କର মিলନ স্থଳୀ ଅଛି নাই কি আজ্ঞা কাহাকু ভগবান কোন দেইছন্তি কিয়ে টিকে ভাল গাই পারে আর কিয়ে টিকে ভাল কহি পারে ইয়া বলি যে মু গাউছি মু যেমতি করুছি আর কাহার কিছু হউনি সে কথা ভাবিবাটা হচ্ছে বৃথা তেণু করি তুমি আজ যে পালা গাইল সে পালাকু যদি তর্জমা করিবা এ পুও শেষকু ফল পাইব আলু 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 ফল পাইব র কালি প্রশ্নটিয়ে পচাইଥିଲି সে প্রশ্নর উত্তর নাই হউ ঠিক আছে আজি তো ইয়ে পঞ্চম রাত্র শেষ কথা বাবু এতে বাট জীবানি কবি সম্রাট উপেন্দ্র ভঞ্জ বহির নাম বৈদেশ বিলাস সেদিন ভগবান রাম কহুচন্তি কাহা গরে মা জানকীଙ୍କ আগরে গোটাଏ পଦ বনুপ্রাসরে গাইবা কলা ব্যগ্রগামী কাଳ ভ্রম ই পশ্চাতেরে ভ্রম প্রতাতরে ভ্রম প্রতাতরে তনুগুপ্ত কর বৃদ্ধি হতে গজে তনুব্রত কর বিধি হতে রে কর বিধি হতে গজে তনুব্রত কর বিধি হতে এই বনেলি রামে করিবার ঘরে করিবার মোরে করিবার মো পথি কমলাଙ୍କୁ কুহନ୍ତି প্রিয়গ ସମସ୍ତେ ଯୋଉ ଛାନ୍ଦ ଗାଉଛନ୍ତି ତମେ ସେଇଆ ଶିଖିଛ ବାବୁ ଯାହା କାହା ପାଖରେ ନାହିଁ ସେ କଥାକୁ ଅନୁଧ୍ୟାନ କରିବା ପାଇଁ ଚେଷ୍ଟା କର ଏହା କହିବା କ'ଣ ମୋର ଭୁଲ ର ବିଚାର କରନ୍ତୁ ଆଜ୍ଞା ଯଦି ଆମେ ବିଷୟ ଭିତରୁ ସାରାଂଶ ବାହାର ନ କରିବା ଆପଣ ଯାହା ପଢୁଛନ୍ତି ଆମେ ସେଇଆ ପଢିବୁ ଆପଣ ଯାହା ଶୁଣୁଛନ୍ତି ଆମେ ସେଇଆ ଶୁଣାଇବୁ ଟଙ୍କା ବାପା କାହିଁ ନବୁ ରାତିକ ଟଙ୍କା ପାରିଶ୍ରମିକ ଆମେ ନବୁ କାହିଁକି ହଉ ହଉ କହିବାର କଥା କିଏ ନାଇଁ ନାଇଁ ଆମ ଖୋର୍ଦ୍ଧା ଜିଲ୍ଲା ଏତେ ଗରିବ ନୁହେଁ କିଏ ଖୁଦପୁର ଅନୁଷ୍ଠାନ ଏତେ ଗରିବ ନୁହେଁ କାଲି ମହୋଦୟା କହୁଥିଲେ ଖୋର୍ଦ୍ଧା ଜିଲ୍ଲା ଗାୟିକା ବୋଲି ଟଙ୍କା ସବୁ ଦେଇ ଦଉଛ ସେ ଭାବନା ଆମ ଖୋର୍ଦ୍ଧା ଜିଲ୍ଲାର ରକ୍ତରେ ନାହିଁ ତେଣୁ କରି ବାବୁରେ ଆମେ ଅନ୍ୟକୁ ଅନ୍ୟ ଜିଲ୍ଲାକୁ କେମିତି ସମ୍ମାନ ଦିଆଯାଏ ସେ କଥା ମୁଁ ଶିଖିଛି ମୋ ଜିଲ୍ଲା ଶିଖିଛି ଜିଲ୍ଲାବାସୀ ଶିଖିଛନ୍ତି ତେଣୁ କରି ମୁଁ ଆସିଲା ବେଳେ କହିଛି ମୋତେ ଯେତିକି ଦବ 3 ଗୁଣା ମୋ ସମୁଦୁଣୀକି ଦବ କାରଣ ସିଏ ଝିଅର ମା ସବୁଯାକ ଟଙ୍କା ମୋତେ ପର ମୁହୂର୍ତ୍ତରେ ଆଣିକି ଦବ ହଉ ତେଣୁ କରି ହେ ମୋର ଗୁଣଗ୍ରାହୀ ବ୍ୟକ୍ତି ମଣ୍ଡଳୀ ଆପଣ ମାନେ ବିଚାର କରନ୍ତୁ ଆଜ୍ଞା ଏ ସଂସାରରେ ବାବୁ ବ୍ୟଗ୍ରଗାମୀ କାଳ ଭ୍ରମଇ ପଶ୍ଚାତେ ବ୍ୟାଜେ ତନୁଗୁପ୍ତ କର ବୃତ୍ତି ହୋତ୍ରେ ସେଦିନ ଚାହିଁଦେଲେ ବ୍ରହ୍ମ ରାମ ଭଗବାନ ବ୍ୟଗ୍ର ଭାଗରେ ମସ୍ତକ ଉପରେ ଘୁରୁଛି କିଏ କଲାଇଛନ୍ତି ଦାମ୍ଭିକେ ହସ୍ତେ ଧରିବାକୁ ହତେ ଧରିବାକୁ ସମସ୍ତଙ୍କ ଭାଗ୍ୟ ଡୋରି ସମସ୍ତଙ୍କ ଭାଗ୍ୟ ଡୋରି ବାବୁ ନିଜ ଭାଗ୍ୟ ଡୋରି ନିଜ ଭାଗ୍ୟ ଡୋରି ତାର ହସ୍ତେ ବନ୍ଧା ହତେ ବନ୍ଧା ଫେରା ଦିଅନ୍ତି ପାଶୋରି ଇଛନ୍ତି ଦାମ୍ଭିକେ ହସ୍ତେ ଧରିବାକୁ ସମସ୍ତଙ୍କ ଭାଗ୍ୟ ଡୋରି ଦାମ୍ଭିକ ପୁରୁଷ ବିଚାର କରେ କହିଲେ ମୁଁ ସମସ୍ତଙ୍କୁ ବାନ୍ଧି ରଖିବି ମୁଁ ସମସ୍ତଙ୍କୁ ଭିଡ଼ି ଧରିବି ମୋ ଦ୍ୱାରା ସମସ୍ତେ ଚାଲିବେ ଆରେ ମୂଢ଼ ମାନବ ତୁ ବିଚାର କର ତୋ ଭାଗ୍ୟ ଡୋରିଟାକୁ ପରା କେହି ନା କେହି ଧରିଛି ତୁ ପରା କାହା ଦ୍ୱାରା ବନ୍ଧା
তোতে পরা কিଏ ସେ ବାନ୍ଧି ରଖିଛି ବାବୁ ଇଏ କବି ମଞ୍ଜୁଳ କୃଷ୍ଣ ପ୍ରସାଦ ବସୁଙ୍କର ମା ଗୋଟାଏ ପଦ ଘର ଯାହାଙ୍କର କୁଆସର ଯାଜପୁର ଜିଲ୍ଲାର ପ୍ରତିଭା ସେଦିନ କଲମ କଲେ ସଂସାରକୁ ନିରୀକ୍ଷଣ କରି କହିଲେ ହୁଅ ନା ଇଏ ହୁଅ ନା କିଏ ତୁ କଣ ବୁଝୁଛୁ ଆରେ ମୁଁ କଣ ଇଏ ହୁଅ ନା ମୁଁ କହିଛି ରଞ୍ଜିତ ବାବୁଙ୍କୁ ତାଙ୍କୁ ଛାଡ଼ିଦେବେ ଏତେ ବାଟ ଯିବେ ଆମେ ପଛକେ କଷ୍ଟ ପାଇବୁ ପାଲା ବଢ଼େଇକି ଆମେ ତ ଯିବୁ କେନ୍ଦୁଝର ସିଏ ଯିବେ ଭଦ୍ରକ ହଉ ସମ୍ମାନ ଦୃଷ୍ଟିରୁ ସିଏ ଯେହେତୁ ଆମର ବନ୍ଧୁ ଆପଣ ତାଙ୍କୁ ରାତିରେ ଛାଡ଼ି ଦିଅନ୍ତୁ ଥଣ୍ଡାରେ ଯାଇକି ଘରେ ପହଞ୍ଚନ୍ତୁ ମୁଣ୍ଡ ଟିକେ ଥଣ୍ଡା ରହୁ କାଲି ଯୋଉଠି ପାଲା ଗାଇବେ ଥଣ୍ଡା ମୁଣ୍ଡରେ ପାଲା ଗାଇବେ ମୁଁ ତାଙ୍କୁ ଏ କଥା କହୁନି ଇଏ ହୁଅ ନା ବାବୁ ଧର୍ମ ପଥର ବୈରୀ ଖାଇବେନି ଉପବାସରେ ରହିଲେ ଦେହ ଖରାପ ହବ ଖାଇବେନି କଣ ଆମେ କଣ ତାଙ୍କ ଭଳିଆ ହେଇଛେ ଇଏ ମୁଖରୁ ଖାଦ୍ୟ ଛଡେଇବା ନାହିଁ ସେ କଥା ନୁହେଁ ବାବୁରେ କହିବାର ଆଜି ପରା ମିଳନର ଦିନ ଆମେ ତାଙ୍କୁ କାହିଁ କଣ କହିବା କହିବାର କଥା ବିଚାର କରନ୍ତୁ ଆପଣ ମାନେ ମୋର ଗୁଣଗ୍ରାହୀ ବ୍ୟକ୍ତି ମଣ୍ଡଳୀ ଯେତିକି ବସିଛନ୍ତି ବାପା ସଂସାର ଭିତରେ କେବେ ବି ଧର୍ମ ପଥର ବୈରୀ ହବାକୁ ଚିନ୍ତା କର ନା କାରଣ ତୁମ ମୁଣ୍ଡ ଉପରେ କାଳ ପୁରୁଷ ଘୁରୁଛି ଏମିତି ତୁମକୁ ଭିଡ଼ି ଧରିବ ବାନ୍ଧି ଧରିବ ତମେ ଜମା ଆଗକୁ ପଦେ ଯାଇପାରିବନି ତମେ କହିବ ମୋ ଠାରୁ ବଡ ସଂସାରରେ କେହି ନାହାନ୍ତି ବାବୁରେ ତୁମକୁ ବଡ କଲା ବାଲା ଯିଏ ତମକୁ ତଳେ ପକେଇଲା ବାଲା ସିଏ ତେଣୁ କରି ଭଗବାନ ରାମ ପରମ ବ୍ରହ୍ମ କହିଲେ ହେ ସୀତେ ବ୍ୟଗ୍ରଗାମୀ କାଳ ଭ୍ରମଇ ପଶ୍ଚାତେ ବ୍ୟାଜେ ତନୁ ଗୁପ୍ତ କର ବିତିହୋତ୍ରେ ତମେ ଚାଲି ଯାଅ ବିତିହୋତ୍ରକୁ ବିତିହୋତ୍ର ବୋଇଲା ଅଗ୍ନି ତମେ ମା ଅଗ୍ନିକୁ ଚାଲି ଯାଅ ଏ ମା କାହିଁକି ଅଗ୍ନିକୁ ଯିବା ପାଇଁ କହିଲେ ରାମ କେତେବେଳେ ସୀତାକୁ ଏଇ କଥା କାହିଁକି କହିଲେ ଧ୍ରୁବ ସେଦିନ ରାମ ଲକ୍ଷ୍ମଣ ଇଏ ଦଣ୍ଡକାରଣ୍ୟ ମଧ୍ୟରେ ଯାଇଥିଲେ ଜଙ୍ଗଲ ମଧ୍ୟକୁ ଫଳ ପୁଷ୍ପ ଚୟନ କରିବେ ପଞ୍ଚବଟୀ କାନନ ଜଙ୍ଗଲ ମଧ୍ୟକୁ ଯାଇଛନ୍ତି ମା ସୀତା କୁଟୀର ମଧ୍ୟରେ ଏକାକିନୀ ବସିଛନ୍ତି ପ୍ରଭୁ ରାମ ଏବଂ ଲକ୍ଷ୍ମଣ ଯେତେବେଳେ ବନରୁ ଫେରି ଆସୁଛନ୍ତି କୁଟୀର ଅଭିମୁଖେ ପ୍ରଭୁ ରାମ ପରମ ବ୍ରହ୍ମଙ୍କର ନଜର ପଡ଼ିଗଲା ବିଶ୍ୱନିୟନ୍ତା ଭାବଗ୍ରାହୀ ଠାକୁର ଧ୍ରୁବରେ ଅନ୍ତର୍ଯାମୀ ପୁରୁଷ ପ୍ରଭୁ ରାମ ଭଗବାନ ପରମ ଗୁରୁ ଗାୟନାଚାର୍ଯ୍ୟ ଗାୟକ ରତ୍ନ ସ୍ୱର୍ଗତ ଲୋକନାଥଙ୍କର ମହୋଦୟ ସୁପ୍ରମାଣ ଦିଅନ୍ତି କହିଲା ମିହିର ବଂଶ ଭୂଷଣ ଶ୍ରୀରାମ बापा मन से मानव नुहंती स्वयं परम ब्रह्म से कथा को प्रतिपादन करबा पई जाई अच्छा व्यासदेव बाबू श्लोक कोटिए लिखिले कहले भरण पोषण व्यापक शरण सर्व व्यापक कारुण्य सद्गुण जुगत रामस्तु स्वयं परम ब्रह्म हे मोर ज्ञानेन्द्र पुंगव
ମୋ ମା ମାନେ ସମସ୍ତେ ଲକ୍ଷ୍ୟ କର ଆଲୋଚନା ସମାଲୋଚନା ପର୍ଯ୍ୟାଲୋଚନାକୁ ନେଇ ପାଲା ବାବୁରେ ଯେଉଁଥିରେ ଆଲୋଚନା ନାହିଁ ସେଥିରେ ସମାଲୋଚନା ନାହିଁ ସମାଲୋଚନା ନଥିଲେ ବାବୁ ପର୍ଯ୍ୟାଲୋଚନା ଆପଣ ମାନେ କଣ କରିବେ ତେଣୁ କରି ବାପା କହିବାର କଥା ଆପଣ ମାନେ ବିଚାର କରନ୍ତୁ ये जगतरे संसार परम ब्रह्म राम भगवान व्यास कहले भरण पोषण व्याप्त शरण सर्वव्यापक कारुण्य छटी गुणर अधिकारी होउछंती परम ब्रह्म रूपी राम भगवान ध्रुव ये वैकुंठपुर को त्यक्त करी प्रभु मोर ए संसार को आसीचंती काई के आसिले संत तुलसी लिखिले बोले ओसी रघुपति ये लाउर गारी तनुज बिमो लीलामय परम ब्रह्म तनुज विमोहन जन सुखकारी जनमानसरे सुख को बंटन करिबा पई विमोहन ठाकुर लीलामय परम ब्रह्म ये संसार रे मा विदित हिचंती ध्रुव सेई प्रभु कहउछंती मा सीतांकु कहले हे सीते तमे ये सीता को देखिले चाहिदेले आसुचंती जंगलरू राम एवं लक्ष्मण रामंकर नजर पड़ीगला आदिशक्ति परमा वैष्णवी माँ सीते दुर्गा रूप को धारण करी ये कुटीर मध्य अवस्थान करिचंती माँ कर प्रभु ये भाव विहलित हो पड़िले प्रभु से दिन भयभीत हो पड़िले ये माँ कर ये दुर्गा रूप को देखी दौड़ी गले लक्ष्मण को कोलाग्रत करी पकेइले लक्ष्मण को कोलाग्रत करी डाकिले कहले लक्ष्मण तमे जाओ ये जंगल रु पद्म पुष्प ये कौन मंदार पुष्प दीटा चयन करी आनिबो आमे मांकर पूजा करिबा ए काईके कथा कहिले लक्ष्मण हुचंती शेष देव रूपी अनंत भगवान नाइ कि आज्ञा ये से दिन भगवान शिवंकर वाम नेत्र होची चंद्र नेत्र बोधे जहाँ को सी चाहिए हरण कर शेषदेव अनंत भगवान शिवंकर अंश होता बेले काले ये वाम नेत्र रे माँ दुर्गा को सी हरण कर प्रभु मोर जंगल को पठेदेले कहले तमे जाओ मंदार पुष्प दीटा चयन कर आनिब चली जाइचंती लक्ष्मण भगवान ध्रुवरे राम परम ब्रह्म कुटीर मध्य प्रवेश करी जाई मांकर पाद को स्पर्श कले अरे रामचंद्र सीतांकर पादकरे जाई पड़िले हां हां माने जने पुरुष नारी पाद तले मुंडिया मारियार के देखिछो काई तू कोन मुंडिया मारिनु मो जीवन रे आई एम नॉट मुंडिया मारिंग आई एम पुरुष कोन ए तू जदी मुंडिया न मारिबु ताहले पापरे घांटी होबु रे आज पर्यंत मुंडिया मारिनी कि मारिबिनी तू कोन 7 थर मुंडिया मारिबु तो भलिया जेते पुरुष हां जेते ए जगह आपण माने जेते बसिचंती समस्ते जदि नारी को मुंडिया स्त्री को आपण मुंडिया न मारी थिबे ताहले जीवन रे केबे मुक्ति पाई परिबे माने नारी पाद तले मुंडिया माइले मुक्ति अछि निज स्त्री रो पाद तले मुंडिया मारिबो काई मु तो मारिनी आज पर्यंत राम परम ब्रह्म मारी थिले मुंडिया कृष्ण भगवान मारी थिले मुंडिया जगन्नाथ मारी चंती मुंडिया वो जदि मुंडिया न मारिबो पाप रे घांटी हो आए से माने मुंडिया मारिबा सत्य किंतु आमे मारिबुनु मुंडिया काई की आमे कली जुगर मानव ए कली जुगर मानव तो आगो मारिबो कहला कली जुगर मानव आमे मुंडिया मारिबुनी मो बापा माने कहिला आपण माने मुंडिया मारी चंती ना मारी नाहंती केही मारि नाहंती के तू केमते जानिलु आए मु जेतेबेले मुंडिया मारिनी बापा माने काई कि मारिबे समस्त बापा माने मोर मुंडिया मारी चंती ए मालो मुंडिया खाइजो ए ए मां खाई नाहंती खाई चंती मां जानी नाहंती मां जानी नाहंती कोन मां निमा बुडारू सदा बेले पाला देखिबा को आउसन जानि नाहंती हां असुविधा कोन होला तुम जानिनो ए सुन सुन मु कहूची प्रत्येक पुरुष जीवन रे नारी को बापा थरटी मुंडिया मारंती से केते बेले
ମୁଣ୍ଡରେ ଖାଟୁ କରୁନି হ্যাঁ ମୋ ମୁଣ୍ଡରେ আর তো খাটু করুনি কাই ইয়ে আগরু খট খট হউছু রহ রহ কইলা মুন্ডরে খাটু করুনি খাটু তো করুনি খট খট হবাটি ভালো জানিছি রহ রহ হে মোর গুণগ্রাহী বিবেকী মন্ডলী ତାହେଲେ କେତେବେଳେ କୋଉ ଜାଗାରେ କାହିଁକି ମୁଣ୍ଡିଆ ମରା এই সে সময় বাপা কেতেবেলে বিবাহ হবে হও বিবাহ বেদিরে হে মোর গুণগ্রাহী বিবেকী মন্ডলী যেতেবেলে ব্রাহ্মণ সামত নব দম্পতির পরিণয় করନ୍ତି ধ্রুব হস্তগণ্ঠি পড়িবা পূର୍ବରୁ বাহাঘর হউথিলা বেলে হস্তগণ্ঠি পড়িবা পূର୍ବରୁ ব্রাহ্মণ সামত সেতেবেলে মো বাপা মানে মুন্ডিয়া মারুଥିଲେ আজি জগতরে পুরুষ সমাজর ইয়ে সম্মান হানি হব বলি ব্রাহ্মণ সামত কুছটিয়ে ধরি ইয়ে নারীর বাম পাদরে স্পর্শ করাই ইয়ে পুরুষর মস্তকরে লগাউଛନ୍ତି ইয়ে কুশ হউଛନ୍ତି পুরুষ নারীর বাম পাদକୁ স্পর্শ কলা মস্তকরে পুরুষঙ্কর লাগিলা অর্থ ইয়ে কুশକୁ লগাইলা বেলে ব্রাহ্মণ সামত শ্লোক পাঠ করନ୍ତି পূর্ব জন্ম স্থিত মাতাং ইহ জন্মনি কন্যতা হে দেবী হে নারী তুমি মোর পূর্ব জন্মরে মা থিব পূর্ব জন্মরে মোর ভগ্নী থিব পূর্ব জন্মরে তুমি মোর কন্যা থিব ইয়ে কন্যা হরণ দোষরু ভাতৃ ভগ্নী হরণ দোষরু মাতৃ হরণ দোষরু তুমি মতে ক্ষমা কর উদ্ধার করিব ଏହା କହି ପୁରୁଷ ନାରୀ ପାଦରେ ହସ୍ତଗଣ୍ଠି ପଡ଼ିବା ପୂର୍ବରୁ ବାପା ପ୍ରଣାମ କରନ୍ତି ଏ ପ୍ରଣାମ କରୁନାହାନ୍ତି ଆଜିର ସମାଜ କିନ୍ତୁ ବ୍ରାହ୍ମଣ ସାମନ୍ତ ମନ୍ତ୍ର ଦ୍ୱାରା ମୁଣ୍ଡିଆ ମରେଇ ଦଉଛନ୍ତି ଏଇଟା ବି ମୋର ହେଇନି କାହିଁକି ମୁଁ ବେଦିରେ ବାଇନି ମୋର ଲେଖା ଲେଖି ନା ଏ ରହ ରହ ଲେଖା ଲେଖି ଆରେ ତୁ ଗୋଟେ ମଣିଷ ଅସରପୁଆ ଗୋଟେ ଚଢ଼େଇ ବାବୁ କହିବାର କଥା ତୁ ଲେଖା ଲେଖି ବାହା ନହେଲେ ଯାହା ଯେମିତି କରି କ'ଣ ସଂସାରରେ ସମସ୍ତେ ସମାନ ସଂସାରର ନିୟମ ମୁଁ କହୁଛି କହିଲା ମୁଁ ବେଦିରେ ବସିକି ବାହାର ତୁ ନହ ମୋର କ'ଣ ଗଲା କହିବାର କଥା ହେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ ଆପଣମାନେ ସମସ୍ତେ ବିଚାର କରନ୍ତୁ ଆଜ୍ଞା ସେଦିନ ଭଗବାନ ରାମ ପରମ ବ୍ରହ୍ମ ଏ ମା ଦୁର୍ଗାଙ୍କର ପାଦକୁ ବାପା ସ୍ପର୍ଶ କଲେ ସ୍ପର୍ଶ କଲା ବେଳେ ଇଏ ପୂର୍ବ ଅବସ୍ଥାକୁ ଫେରି ଆସିଲେ ମା ଆଦିଶକ୍ତି ପରମା ବୈଷ୍ଣବୀ ଜାନକୀ ଦୁଇ କରକୁ ଯୋଡ଼ିଦେଲେ ଭଗବାନ ରାମ ଆଜ୍ଞା ପୂର୍ବକୁ ଆପଣ ଟିକେ ଯାଆନ୍ତୁ ମା ସତୀ ରାମ ପରମ ବ୍ରହ୍ମକୁ ପରୀକ୍ଷା କରିବା ପାଇଁ ଯାଇଥିଲେ ବୋଲି ଧ୍ରୁବରେ ଭଗବାନ ଶିବଙ୍କ ଠାରୁ ତାଙ୍କର ଅଙ୍ଗ ବିଚ୍ୟୁତି ହେଲା ତାଙ୍କର ଗୁରୁ ତାଙ୍କର ଇଷ୍ଟ ଭଗବାନ ଶିବଙ୍କର ଇଷ୍ଟ ହଉଛନ୍ତି ଭଗବାନ ରାମ ଆପଣ ମାନଙ୍କର ଶାସ୍ତ୍ରକାର କହିଲେ ରାମ ରାମେତି ରାମେତି ରାମ ରାମ ମନୋରମେ ଆଜ୍ଞା ମାନେ କାହିଁ ଯାଉଛନ୍ତି ଆଜ୍ଞା ଟିକେ ଟିକେ ଶୁଣନ୍ତୁ ମୁଁ ଆଡ଼ିକି ଟିକେ ଚାହାନ୍ତୁ ଚାହିଁବେନି ରହ ରହ ବାବୁରେ ଆଜି ରାତ୍ରକ ଆଉ କାଲି ରାତ୍ରି କି ନଥିବ ନାଇଁ ଇଏ 5 ଦିନର ପରିସମାପ୍ତି ଘଟୁଛି ଯାହା ହଉ ଇଏ ପ୍ରଭୁର ଦରବାରରେ ବସି ଦୁଇ ପଦ କଥା ଶୁଣିବା ଆଉ କହିବାର ସୌଭାଗ୍ୟ ଆମେ ମାନେ ପାଇଛନ୍ତି ଆପଣମାନଙ୍କ ସହିତ ଆମମାନଙ୍କର ଏ ଯେଉଁ ପବିତ୍ର ମିଳନ କରେଇଲା ବାଲା କିଏ ସେଇ ପ୍ରଭୁ ବିଶ୍ୱନିୟନ୍ତା ପୁରୁଷ ମା ଖଣ୍ଡୁଆଳ ଠାକୁରାଣୀ ସେ ଯଦି ନ ଚାହିଁବ ଏଭଳି ପରିବେଶ କେବେ ସୃଷ୍ଟି ହେଇପାରିବ ନାହିଁ ହଉ ହଉ ଆପଣମାନେ ଦ୍ୱିତୀୟ ଧାକରେ ଏତେ ସଂଖ୍ୟାରେ ମୋ କଥାକୁ ବସିକି ଶ୍ରବଣ କରୁଛନ୍ତି ଏହା ହେଉଛି ମୋର ବଡ଼ ଭାଗ୍ୟ ଆଜ୍ଞା ବିଚାର କରନ୍ତୁ ଆପଣମାନେ ସମସ୍ତେ ସେଦିନ ଇ ଆଦିଶକ୍ତି ପରମା ବୈଷ୍ଣବୀ ମା ଜାନକୀ ସତୀ ମା যেভাবে ভাবে রামকু পরীক্ষা করা যাইলে রাম রামেতি রামেতি রাম রাম মনোরমে সহস্র নাম না পুণ্য না রাম নাম বরাননি একর দক্ষিণ পার্শ্বরে শূন্য দেলে সংখ্যার যেভাবে শেষ না মো প্রভু রামঙ্কর মহিমার সেভাবে শেষ না ধ্রুবরে সেই প্রভু রাম ভগবানকু পরীক্ষা করা গলি বলি ভগবান শিবঙ্ক ঠারু তাঙ্কর অঙ্গ চ্যুতি ঘটিলা বিচ্যুতি ঘটিলা নাইকি আজ্ঞা সতী দক্ষ যজ্ঞরে ঝাস দেলে পুনর্বার সৃষ্টি হলে পার্বতী রূপরে কালি এই বিষয় মু করুলি ছাড়ি ଦେଇକି যাইଥିଲି কোটি না এ কোটি কন্দর্প
ଯାଇଛି ପହଞ୍ଚିଛି ଭଗବାନ ଶିବଙ୍କ ନିକଟରେ ତପସ୍ୟା ସ୍ଥଳରେ। ମୋ ସମୁଦୁଣୀ ଆସିଲେ ରାତି ଯାକ ରତି କନ୍ଦର୍ପଙ୍କର ବାବୁ ଇଏ ମାନଭଙ୍ଗା ଗାଇଲେ। ଆଚ୍ଛା ଇଏ ଯେଉଁ ଶିବ ବିବାହରେ ଆପଣମାନଙ୍କର କୁମାର ସମ୍ଭବ ମହାକାବ୍ୟରେ ତୁମେ ଯେଉଁ କହିଲ ସମ୍ମୋହନ ସରେ ଦେଲେ ଶିବ ମରମ ହାଣି କନ୍ଦର୍ପ ଯେଉଁ ସରଟା ବିନ୍ଧିଲା ସେ ପର୍ଯ୍ୟନ୍ତ ସିଏ କ'ଣ ସେମିତି ମନକୁ ମନ ବିନ୍ଧିଦେବ? ଆରେ ମା ପାର୍ବତୀ ଶିବଙ୍କର ଦେବର୍ଷି ନାରଦଙ୍କର ନିର୍ଦ୍ଦେଶ କ୍ରମେ ଶିବଙ୍କର ସେବା କରିବା ପାଇଁ ଯିବେ। ଶିବଙ୍କ ଆଗରେ ମା ପାର୍ବତୀ ବସିଥିବେ। ଏତିକି ବେଳେ ଏ ଯେଉଁ ଆପଣମାନଙ୍କର ବସନ୍ତ ଯେଉଁ ପୁଷ୍ପରେ ବାସ କରିଥିବ ସେ କନ୍ୟର ପୁଷ୍ପଟି ଶିବଙ୍କ ପାଦରେ ପଡ଼ିବ। ସେତିକି ବେଳେ ଶିବଙ୍କ ଉପରକୁ ସର ମାରିବ କିଏ ସିନା କନ୍ଦର୍ପ। ବାବୁ ସିଏ ଅନେକ କଥା ସିଧାସଳଖ ଆସିଲ ଇଏ କଥା ତ ଶୁଣିଥିବ କେତେବେଳେ, ସେଇଥିପାଇଁ କହିଦେଲ ସମ୍ମୋହନ ସରେ ଦେଲେ ଶିବ ମରମ ହାଣି। ଆରେ ନାରୀ ଯଦି ନାହିଁ କେବଳ ପୁରୁଷକୁ ସରବିଧ କନ୍ଦର୍ପ କରିବ, ପୁରୁଷ କ'ଣ କରିବ? ଯଦି ନାରୀ ପାଖରେ ନାହିଁ ତମେ ପୁରୁଷକୁ ସରବିଧ କରୁଛ ତାହେଲେ ତାହା ହବ କ'ଣ? ଏଇ କଥା ତମେ ବୁଝିପାରୁନ। କହିଲା ମୁଁ ସମ୍ମୋହନ ସରେ ଶିବଙ୍କର ମରମକୁ ହାଣି ଦଉଛି। ହଉ ହଉ ତମେ କେମିତି ହାଣିଲା ବାଲା ମୁଁ ବୁଝିପାରିଲି, ବିଚାର କରନ୍ତୁ ଆଜ୍ଞା। ସେଦିନ ମା ଭଗବତୀ ଆଦି ଶକ୍ତି ପରମା ବୈଷ୍ଣବୀ ନିଜ ରୂପ ସୀତାଙ୍କ ରୂପକୁ ଧାରଣ କଲେ। ପ୍ରଭୁ ରାମ ଭଗବାନ ଦୁଇ କରକୁ ଯୋଡ଼ିଲେ, କହିଲେ ସୀତେ ତୁମେ ମୋ ମା ରୂପକୁ ଧାରଣ କଲ, ଆଉ ଏ ସ୍ଥାନରେ ତୁମେ ରୁହ ନା, ଯାଅ କୋଉଠିକି ନା ବିତି ହୋତ୍ରକୁ ବ୍ୟଗ୍ର ଗାମୀ କାଳ ଭ୍ରମଇ ପଶ୍ଚାତେ ବ୍ୟାଜେ ତନୁ ଗୁପ୍ତ କରବିତି ହୋତ୍ରେ। ଗୋଟାଏ ପଦକୁ ବାବୁରେ ଅର୍ଥ କରିବା ପାଇଁ ଗୋଟାଏ ଥାକ ସରିଯିବ, ସରିବନି। ତମେ ରାତି ଯାକ ଏମିତି କେତେ ଛାନ୍ଦ କେତେ ଚୌପଦୀ ଗାଅ ବାବୁ, ଯେତେ ଗାଇଲେ ପାଲାର ନିର୍ଯାସ କଥାକୁ ବାହାର କରିପାରିବ? ଜମା କରିପାରିବ ନାହିଁ। ରହ ରହ କହିବାର କଥା, ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ, ସେଦିନ ରାମ ପରବ୍ରହ୍ମଙ୍କର ନିର୍ଦ୍ଦେଶ କ୍ରମେ ମା ଆଦି ଶକ୍ତି ପରମା ବୈଷ୍ଣବୀ ଯୋଗ ମାୟା ଇଏ ଅଗ୍ନିରେ ପ୍ରବେଶ କଲେ। ଅଗ୍ନିରେ ପ୍ରବେଶ କରିବା ପରେ ସେଇଥିପାଇଁ କୁହାଗଲା ବୈକୁଣ୍ଠେ କମଳା ଦେବୀ ଦଣ୍ଡକାରଣ୍ୟରେ ମା ସୀତା ଦ୍ୱାରାବଚିତ ରୁକ୍ମିଣୀ ରାଧା ବୃନ୍ଦାବନେଶ୍ୱରୀ। ବୃନ୍ଦାବନରେ ରାଧା, ଦ୍ୱାରାବତୀ କଟକରେ ମା ରୁକ୍ମିଣୀ, ଦଣ୍ଡକାରଣ୍ୟରେ ମା ସୀତା, ଆଉ ବୈକୁଣ୍ଠପୁରରେ ମା କମଳା। ସୀତା ମା ପଣ୍ଡିତେ ସୀତା ମା ଅଗ୍ନିରେ ପ୍ରବେଶ କଲେ। ଅଗ୍ନିରେ ପ୍ରବେଶ କଲା ବେଳେ ବାହାରି ଆସିଲା ଆଉ ଗୋଟାଏ କାୟା। ଏ କାୟା ମାୟା ଭାବରେ ଭଗବାନ ରାମଙ୍କ ନିକଟରେ କୁଟୀର ମଧ୍ୟରେ ରହିଲା। ଯୋଉ ସୀତାକୁ ହରଣ କରିବେ ବୋଲି, ଚୋରି କରିବେ ବୋଲି ଆସିଲେ ଲଙ୍କାଧୀଶ ବିଂଶ ବାହୁ ରାବଣ। ମୋର କହିବାର ଆଭିମୁଖ୍ୟ ରାମ ପରମବ୍ରହ୍ମ ପ୍ରକୃତ ସୀତାଙ୍କୁ ଇଏ କୋଳରେ ଶୁଆଇ କାନ୍ଦୁନାହାନ୍ତି ମା, କାରଣ ପ୍ରକୃତ ସୀତା ଦୁଃଖ ପାଇନାହାନ୍ତି। ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ, ଅପେକ୍ଷାରତା ସୀତା କାୟା ସୀତା ଭାବରେ ଅଗ୍ନି ମଧ୍ୟରୁ ବାହାରି ଆସିବେ, ନିଜର କାର୍ଯ୍ୟରତ ହୋଇ ଏ ପୁଅ ଇଏ ଲଙ୍କା କଟକର ରାଜା ରାବଣ ଏବଂ କୁମ୍ଭକର୍ଣ୍ଣକୁ ଉଦ୍ଧାର କରିବେ। କାରଣ ପୂର୍ବ ଦିନରେ ମା କଥା ଦେଇଛନ୍ତି। ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ, ଇଏ ସୀତା କିଏ? ଯିଏ କାୟା ଭାବରେ ଅଗ୍ନି ମଧ୍ୟରୁ ବାହାରି ଆସିଲେ। ଧ୍ରୁବ ଜଗତକ ଏ ସୀତା, କାୟା ସୀତା, ମାୟା ସୀତା, ଛାୟା ସୀତା, ସୁବର୍ଣ୍ଣ ସୀତା, ଅନେକ ପ୍ରକାର ଅନେକ ସୀତା। ଆଜ୍ଞା ମାୟା ସୀତା କିଏ? କେହି କେହି କୁହନ୍ତି ଏ ସୀତା ହଉଛନ୍ତି ମାୟା ସୀତା। ମାୟା ସୀତା କିଏ? ନା ସିଂହନାଦର ଭଉଣୀ, ଏ ପୁଅ ଯାହାର ନାମ ସୁକାନ୍ତି, ଯାହାକୁ ନେଇ ଇନ୍ଦ୍ରଜିତ ନିକୁମ୍ଭିଲା ମୂଳରେ ଯଜ୍ଞ କରିବା ପୂର୍ବରୁ ରାମ ଲକ୍ଷ୍ମଣଙ୍କ ନିକଟରେ ମସ୍ତକକୁ ଛେଦନ କରିଥିଲା। ବାପା ସେଇ ହଉଛନ୍ତି ମାୟା ସୀତା। ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ, ଏଠି ବାହାରି ଆସିଛନ୍ତି କାୟା। କାୟା ସୀତା କୁଟୀର ମଧ୍ୟରେ ଅଛନ୍ତି। ରାବଣ ସେଦିନ ପହଞ୍ଚିଗଲା ମା ସୀତାଙ୍କ ନିକଟରେ। ନାଇଁ ବୈଦେଶ